ମୋ ଭଉଣୀ ଆଗରୁ ବହୁତ ଥର କାକୁଡି ନୋହିଲେ ବାଇଗଣ ବିଆରେ ପସେଇକି ବାଥରୁମରେ ଛାଡ଼ିଦିଏ ଆଉ ପକେଇବାକୁ ଭୁଲିଯାଏ। ତାପରେ ମୁଁ ଏ ଜିନିଷ ସବୁ ଦେଖି ଦେଖି ଜାଣିଦିଏ ଯେ କଣ ଗୋଟେ ତ ଘଟୁଛି। ସେଦିନ ବି ସେମିତି ଥିଲା। ସେ ବିଆରେ କାକୁଡି ପସେଇ ଦେଇକି ପକେଇବାକୁ ଭୁଲି ଯାଇଥିଲା। ଆଉ ଏଇ କଥା ବାବାଙ୍କୁ କହିଦେବି କହିବା ପରେ ଝଗଡା ହେଲା। ଲାଷ୍ଟକୁ ଗେହିବାକୁ ଦେବ ବୋଲି ରାଜି ହେଇଥିଲା। ତେବେ ଚାଲ ଦେଖିବା ତାପରେ କେମିତି ଆମେ ଗିହାଗେହି ହେଲୁ। ଯଦି ଏହାର ପାର୍ଟ 1 ପଢି ନାହାନ୍ତି ତେବେ ପଢନ୍ତୁ, ତାପରେ ଯାଇ ଏହି କାହାଣୀଟି ବୁଝିପାରିବେ। ଏହାର ପାର୍ଟ 1 ପଢନ୍ତୁ। ଆମେ 2 ଜଣ ଖଟ ଉପରେ ଶୋଇଥିଲୁ ଆଉ ମୁଁ ଲଙ୍ଗଳା ହେଇଯାଇଥିଲି। ମୋ ଭଉଣୀ ମୋ ବାଣ୍ଡକୁ କଣେଇ କଣେଇ ଦେଖୁଛି, ପୁଣି ଆଉ ଗୋଟେ ହାତରେ ମୋବାଇଲ ଫୋନ ଚଳୁଛି। ଉଠକୁ ଚାପି ଚାପି ସେ ମୋବାଇଲ ଦେଖୁଥିଲା। ମୁଁ ମୋର ଗୋଟେ ହାତ ନେଇକି ତା ବିଆରେ ଖଲଖଲ କରିବାକୁ ନେଲି। ସେ ହାତକୁ ଛିଞ୍ଚାଡ଼ି ଦେଲା। ମୁଁ ଜୋରରେ ଗୋଟେ ଆଙ୍ଗୁଠିକୁ ତା ବିଆରେ ଜବରଦସ୍ତ ଠେଲିକି ପସେଇଦେଲି। ସେ ସେଇଠୁ ରହ ବେ କାହିଁକି ଏମିତି ହୋଛୁ କହିଲେ, କାହିଁକି ଶୁଣୁନୁ? ଏମିତି ମୋତେ କହିଲା। ମୁଁ ସେଇଠୁ କହିଲି ହୁ କହିବି ତ ଆଜି ଆସିଲେ କାକୁଡି ପସଉଛୁ। ସେ ମୋତେ ଖାଲି ରାଗିଲା ଭଳିଆ ଅନେଇକି ରହିଥାଏ। ମୁଁ ସେଇଠୁ ମୋ ବାଣ୍ଡକୁ ଟିଙ୍ଗେଇକି ଦିଦିର ଜଙ୍ଘ ଉପରେ ଘଷିଲି। ସେ ହେଲେ ସେତେବେଳକୁ ନାଳେଇ ଗଲାଣି। ସେ ସେଇଠୁ ଉଠି ପଡ଼ିଲା, ଯାଇକି ଡୋର ବନ୍ଦ ଅଛି କି ନାହିଁ ଦେଖିକି ଆସିଲା। ଖଟ ଉପରେ ମୋବାଇଲ ସାଇଡରେ ରଖିକି ଶୋଇଲା। ସେଇଠୁ ସେ ନିଜେ ନିଜେ ତା ଫ୍ରକକୁ ଟେକିକି ଦୁଧ ବାହାର କଲା ଆଉ ମୋ ପାଟିରେ ଲଗେଇଲା। କହିଲା, କାହାକୁ ଯଦି କଣ କହିବୁ ତୋ ମୁଣ୍ଡ ଫଟେଇ ଦେବି। ମୋ ବାଣ୍ଡ ଟିଙ୍ଗେଇକି ଖାଲି ପଶିବାକୁ ବାଉଳି ହେଇଗଲାଣି। ଆମେ 2 ଜଣ ସେମିତଇ ଖଟ ଉପରେ ଶୋଇକି ରହିଥିଲୁ। ମୋ ଦିଦି ସେଇଠୁ ମୋ ବାଣ୍ଡକୁ ତା ହାତରେ ଧରିକି ତା ବିଆର କଣା ମୁହଁରେ ଘଷିଲା। ଓହୋ, ମତେ ବହୁତ ମଜା ଲାଗୁଥାଏ। ମୁଁ ତାକୁ ଗେହିବି କଣ, ସେ ମତେ ଗେହି ଚାଲିଲା। ସେ ସେଇଠୁ ବିଆକୁ ନିଜେ ନିଜେ 2ଟା ଆଙ୍ଗୁଠିରେ ମେଲେଇକି ମୋ ବାଣ୍ଡରେ ଠେଲିକି ପସେଇଲା। ଏମିତି କିଛି ସମୟ ଚାଲିବା ପରେ ସେ ଆଉ ସମ୍ଭାଳି ପାରିଲାନି, ଖାଲି ଉହ କରେ କରେ ସେମିତି କରେ କହି କହି ମତେ କୁଣ୍ଢେଇକି ଧରିକି ଶୋଇଲା। ମୁଁ ହେଲେ ତା ଉପରେ ଶୋଇ ପଡ଼ିଲି। ଦିଦି ନିଜେ ତାହାର ଗୋଡ଼ ଦିଟା ମେଲେଇକି ବିଆକୁ ଫେରେକେଇକି ରଖିଲା। ତାପରେ ମୁଁ ହେଇନ୍ ହେଇନ୍ କରିକି ତାକୁ କେହି ଚାଲିଲି। ସେ ଖାଲି ସୁ 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 ସୁଅ ହେଇ ଚାଲିଥିଲା। ଆଗରୁ ହେଲେ ଗିହା ଖାଇଲା ଭଳି ମୋତେ ଲାଗୁଥିଲା, କାରଣ ବିଆରେ କଚ କଚ ହେଇକି ପୁଲ ଭିତରକୁ ବୋଲି ପଶୁଥିଲା। ବୋଧେ କାକୁଡି ବାଇଗଣ ଆଗରୁ ପସେଇ ପସେଇ ବିଆକୁ ମେଲେଇକି ଭିଲା କରିକି ରଖିଛି ଯେ ବାଣ୍ଡ ପଶୁ ପଶୁ କୁଲୁ କୁଲୁ ହେଇକି ପଶି ଯାଉଥିଲା। ଏମିତି କେହିବା ଭିତରେ ମୋର ପଚ ହେଇକି ବାହାରିଗଲା। ଦିଦି ସିଧା ଭିଡ଼ିକି ଚିପିକି ଧରି ପକେଇଲା ଆଉ ବେଡସିଟ୍ରେ ସବୁ ପଡ଼ିଲା। ତାପରେ ମୁଁ ହାଲିଆ ହେଇଗଲି। ସେମିତି ବେଡ୍ରେ ଶୋଇକି ପଡ଼ିକି ରହିଲି। ସେଦିନଠାରୁ ଦିଦିକୁ ଯେତେବେଳେ ଗିହ ଦରକାର ହୋଉଛି, ଆମେ ରାତିରେ ଗୋଟେ ରୁମରେ ଏକାଠି ଶୋଇକି ଗିହାଗେହି ହେଇଯାଉ। ଆଉ କେହି ହେଲେ ଜାଣିପାରନ୍ତିନି।